ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ମୋର୍, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର୍, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର୍, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର୍, ସଭିଙ୍କର ରାତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରତା ଭକ୍ତିମୟୀ ମା ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖନ୍ତୁ ଆଉ ଏମିତି ସବୁଦିନେ ଆତ୍ମିକ କଥା ଶୁଣିବା ପାଇଁ ଆମର ଏହି ଚ୍ୟାନେଲ ଜୟଗୁରୁ ପ୍ରାର୍ଥନାକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍କୁ ପ୍ରେସ୍ କରନ୍ତୁ। ତେବେ ଆସନ୍ତୁ ଏହି ସୁନ୍ଦର ବିଷୟବସ୍ତୁକୁ ଯିବା। ବନ୍ଧୁଗଣ, ଆଜିର ଏହି ସୁନ୍ଦର ବିଷୟବସ୍ତୁଟି ହେଉଛି ମୃତ୍ୟୁ ପରେ କ'ଣ ହୁଏ। ସାଧାରଣତଃ ପରମ ପିତାଙ୍କର ଦିବ୍ୟ ଲୀଳାକୁ ଆମେ ନିଜ ଜୀବନରେ ଗ୍ରହଣ କରିଥାଉ। ଇଷ୍ଟଦେବ ସ୍ୱୟଂ ପରମ ବିଧାତା, ସେ ସବୁ ଜାଣନ୍ତି। ଯାହା ଆମମାନଙ୍କର ମଙ୍ଗଳ ଉଦ୍ଦେଶ୍ୟ ବିହିତ ରଚନା ହୋଇଅଛି ସେ ତାହା ହିଁ ମଞ୍ଜୁର କରନ୍ତି। ମଣିଷ ମାତ୍ରେ ତ ମୋହଗ୍ରସ୍ତ। ସେ ମୋହ ସନ୍ତାନ ପ୍ରତି ହେଉ ବା ଧନ ପ୍ରତି ହେଉ, ସଂସାର ପ୍ରତି ହେଉ ବା ପରିବାର ପ୍ରତି, କାହାରି ନା କାହାରି ପ୍ରତି ମଣିଷର ଅଳ୍ପେ ବହୁତେ ମୋହ ରହି ହିଁ ଥାଏ। ବାପ ମାଙ୍କର ସନ୍ତାନ ପ୍ରତି ଆସକ୍ତି ସର୍ବକାଳିକ, ସର୍ବଜନୀନ। ସେ ଭିକାରୀ ହେଉ କି ରାଜା, ସେ ତୁଚ୍ଛ ହେଉ କି ଉଚ୍ଚ, ସମସ୍ତେ ଏହି ମୋହବନ୍ଧନରେ ଭୀଷଣ ଭାବେ ଆବଦ୍ଧ। ଏମିତି ହିଁ ଏକ ପୁତ୍ର ମୋହର କାହାଣୀ ଆଜି ମୁଁ ଆପଣମାନଙ୍କ ପାଖରେ ରଖିବି। ଏମିତି ହିଁ ସନ୍ତାନର ଅକାଳ ମୃତ୍ୟୁରେ ପ୍ରତ୍ୟେକ ମା ଦୁଃଖରେ ଏତେ ଭାଙ୍ଗି ପଡ଼ନ୍ତି ଯେ ଈଶ୍ୱର, ଠାକୁର, ଗୁରୁ, ଦେବତା ସମସ୍ତଙ୍କ ପ୍ରତି ତାର ଦ୍ରୋହ ଭାବ ଉତ୍କଟ ହୋଇଯାଏ। କ୍ଷିପ୍ତ ହୋଇ ଉଠେ ସେ ସମସ୍ତଙ୍କ ପ୍ରତି। ଆଉ ଯେଉଁମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ଇଷ୍ଟଦେବ ରୂପେ ଗ୍ରହଣ କରିଛନ୍ତି, ସେମାନଙ୍କ ଜୀବନରେ ଯଦି ଏପରି ଦୁର୍ଘଟଣା ଘଟେ, ସଙ୍ଗେ ସଙ୍ଗେ ସେମାନେ ଠାକୁରଙ୍କ ଉପରେ ସବୁ ଦୋଷ ଲଦି ଦେବାକୁ ଆଗେଇ ଆସନ୍ତି। ଅବଶ୍ୟ ଏହା କେତେଜଣ କରିଥାନ୍ତି, ସମସ୍ତେ ନୁହେଁ। ଯେଉଁମାନେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣାଶ୍ରିତ, ସେମାନେ ଭାବନ୍ତି ଦୀକ୍ଷା ଗ୍ରହଣ କରି ଲାଭ କ'ଣ ହେଲା। ସୁତରାଂ ସେମାନଙ୍କର ଅଗଗୋଡ଼ରେ ଆଉ କଣ୍ଟା ଲାଗିନଥାନ୍ତା। ଯଦି ଲାଗି ବି ଗଲା, ତେବେ ଦୀକ୍ଷା ଫିକ୍ଷା ସବୁ ତୁଚ୍ଛ ମନେ ହୁଏ। କେତେ ଜଣଙ୍କର ପ୍ରାଣହାନି କରିବାର ଇଚ୍ଛା ବି ବା ଆତ୍ମହତ୍ୟା କରିବାର ବିକଟ ଇଚ୍ଛା ପ୍ରକଟ ହୋଇଯାଏ। ଭାବନ୍ତି ଆଉ ଜୀବନରେ ରହିଲା କ'ଣ? ମୋ ସନ୍ତାନର ଅକାଳ ବିୟୋଗକୁ ମୁଁ କଦାପି ସହ୍ୟ କରିପାରିବି ନାହିଁ। ସୁତରାଂ ମୃତ୍ୟୁ ହିଁ ଏକମାତ୍ର ବିକଳ୍ପ ପନ୍ଥା ଯଦି, ତାହେଲେ ଏମିତି ହିଁ ଜୀବନ ବିତାଇ ଦେବି। ହଁ ବନ୍ଧୁଗଣ, ଏହିପରି ଏକ ପୃଷ୍ଠଭୂମିରେ ଏପରି ଏକ ଘଟଣାଟିର ଉପସ୍ଥାପନା କରିବାକୁ ଯାଉଛି। ଧୈର୍ଯ୍ୟ ଧରି ନିଶ୍ଚୟ ଶୁଣିବେ। ଯଦି ଏପରି କାହାର ହୁଏ, ତେବେ ତାର କ'ଣ କରିବା ଉଚିତ? ପୁତ୍ରଟିର ନାମ ପଲ୍ଟୁ। ହଠାତ୍ ତାର ଦେହ ଅସୁସ୍ଥ ହୁଏ। ଭୀଷଣ ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥାଏ। ଶ୍ରୀ ଶ୍ରୀ ଠାକୁରଙ୍କ ଆଦେଶରେ ଡାକ୍ତର ପ୍ୟାରୀ ଭାଇ ତାର ଚିକିତ୍ସା କରି ଚାଲନ୍ତି। ପଲ୍ଟୁର ପରମାୟୁ ହୁଏତ ଅଧିକ ନଥିଲା। ଚିକିତ୍ସା କରୁ କରୁ ଡାକ୍ତର ପ୍ୟାରୀ ଭାଇ ବୁଝିଗଲେ ଆଉ ନୁହେଁ। ତେଣୁ ସେ ପଲ୍ଟୁର ପରିବାରର ଘରୁ ନୀରବରେ ଚାଲିଗଲେ। କିନ୍ତୁ ଜନ୍ମଦାତ୍ରୀ ମା ଶୈଳବାଳା ଦେବୀ ସବୁ ବୁଝିଗଲେ ଯେ ପଲ୍ଟୁ ଆଉ ନାହିଁ। ପରିବାରରେ ଯୁବକ ପୁତ୍ର ସନ୍ତାନର ଅକାଳ ମୃତ୍ୟୁ ହୋଇଛି। ଏଥିରେ ପରିବାରଜନ ଓ ଆତ୍ମୀୟ ସ୍ୱଜନ ସମସ୍ତେ ଭାଙ୍ଗି ପଡ଼ିଛନ୍ତି, ଶୋକାଭିଭୂତ ହୋଇଯାଇଛନ୍ତି। କାହାରି ତୁଣ୍ଡରେ ନାହିଁ ଭାଷା। କାନ୍ଦଣାର ସ୍ୱର ଗୁଞ୍ଜରି ଉଠୁଛି ଘରେ ବାହାରେ, ପଡ଼ା ପଡ଼ୋଶୀ ସବୁଆଡ଼େ। ସେହି ଆଲୋଚନା କରୁଛନ୍ତି, ସମବେଦନା ଜ୍ଞାପନ କରୁଛନ୍ତି। କିଏ କେଉଁଠି ଅଛି ବା ନାହିଁ ସେ ନେଇ ଖବରାଖବର ନେବାର ତର ନାହିଁ କାହାର। ପୁରା ପରିବେଶ ଶୋକାତୁର। ଶ୍ରୀ ଶ୍ରୀ ଠାକୁର ଜାଣିବାକୁ ପାଇଲେ
ଜନ୍ମଦାତ୍ରୀ ମା ତା ପାଇଁ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଏକଥା ଜାଣିପାରି ସେ ଅଚାନକ ସୁଶୀଳା ମା ଆଉ ସରୋଜିନୀ ମାଙ୍କୁ ପଠାଇଛନ୍ତି। ଯାଅ ତ ଦେଖି ଆସ ତ ଶୈଳ କ'ଣ କରୁଛି, ମାନେ ଗୃହକର୍ତ୍ରୀ ଶ୍ରୀମତୀ ଶୈଳବାଳା ବସୁ କ'ଣ କରୁଛନ୍ତି ବର୍ତ୍ତମାନ। ଶ୍ରୀ ଶ୍ରୀ ଠାକୁର ଜାଣିବାକୁ ଚାହିଁଛନ୍ତି, କିନ୍ତୁ କାହିଁକି? କିଏ କ'ଣ କରୁଛି ଏପରି କଥା ଜାଣିବାକୁ ଠାକୁର ଆଗ୍ରହୀ କାହିଁକି? ଏଥିରେ କିଛି ରହସ୍ୟ ରହିଛି ବୋଧେ। ଏଇ ଯେ ଆମର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ଠାକୁରଙ୍କର ଏମିତି ଦିବ୍ୟ ଲୀଳା ମଧ୍ୟ ଏହା ମାଧ୍ୟମରେ ସଂରଚିତ ହୋଇଛି। ପ୍ରତ୍ୟେକ ବ୍ୟକ୍ତି ତାର ଜନ୍ମ ଜନ୍ମାନ୍ତରର କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୁଏ। ସେହି ତତ୍ତ୍ୱ ଭିତ୍ତିରେ ଆୟୁଷ ମଧ୍ୟ ନିର୍ଦ୍ଧାରିତ ହୁଏ। ଇହଲୋକରେ ଶାରୀରିକ ଜୀବଦଶାରେ ଯେତିକି ଦିନ ରହିବା କଥା ସେତିକି ଦିନ ସେ ରହେ। ଏହା ତାର ପୂର୍ବ କର୍ମଫଳ ଅନୁଯାୟୀ ନିର୍ଦ୍ଧାରିତ ହୁଏ। ମୃତ ପଲ୍ଟୁ ନିଜର କର୍ମଫଳ ଅନୁଯାୟୀ ଯେତିକି ଦିନ ଇହଲୋକରେ ଜୀବିତ ଅବସ୍ଥାରେ ଲୀଳାଖେଳା କରିବାର ଥିଲା ସେତିକି ଦିନ ପର୍ଯ୍ୟନ୍ତ ସେ ବଞ୍ଚି ରହିଲା। ତାପରେ ତାର ହେଲା ମୃତ୍ୟୁ। ଜନ୍ମ ହୋଇଛେ ମାନେ ମୃତ୍ୟୁ ହେବ ଅବଶ୍ୟ, କିନ୍ତୁ ମୃତ୍ୟୁ ପରେ ଆମର ଗତି କେଉଁଆଡ଼େ, କେଉଁ ଅବସ୍ଥାରେ, କେଉଁ ଲୋକରେ ଆମେ ବାସ କରିବା ସେ ନେଇ ବିଶେଷ କେହି ମୁଣ୍ଡ ଖେଳାନ୍ତି ନାହିଁ। ଯଦିଓ ପୁରାଣ ଶାସ୍ତ୍ର ଆଦିରେ ଏ ନେଇ କିଛି କଥା ରହିଛି, ତଥାପି ସେ ସବୁର ବାସ୍ତବ ରୂପରେଖ ଆଜି ବି ଜନମାନସରେ ଏତେଟା ସ୍ପଷ୍ଟ ନୁହେଁ। ଆଜିର ଏହି ଘଟଣାରେ ଏହା ସ୍ପଷ୍ଟ ହେବ ଯେ ଦୀକ୍ଷିତ ସତସଙ୍ଗୀର ମୃତ୍ୟୁ ପରେ ଅର୍ଥାତ୍ ଦେହତ୍ୟାଗ ପରେ ତାର ଆତ୍ମା ପରମ ପିତାଙ୍କ ରାତୁଳ ଚରଣରେ ସ୍ଥାନ ପାଇବ। ଏହା ଧ୍ରୁବ ସତ୍ୟ। ଅବଶ୍ୟ ସେ ଯଦି ପ୍ରକୃତ ଭାବେ ଇଷ୍ଟାଶ୍ରିତ ହୋଇଥାଏ, ଇଷ୍ଟନିଷ୍ଠା ତାର ଶୁଦ୍ଧପୂତ ଭାବରେ ଅକାଟ୍ୟ ହୋଇ ରହିଥାଏ, ତେବେ ଅବଶ୍ୟ ସେ ଇଷ୍ଟଲୋକ ପ୍ରାପ୍ତ ହେବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ପୁତ୍ର ପଲ୍ଟୁର ତାହା ପ୍ରାପ୍ତ ହୋଇଥିଲା। ତାହାର ପ୍ରମାଣ ସ୍ୱରୂପ ସେ ଠାକୁରଙ୍କୁ ଜଣାଇଲା ଯେ ତାର ମା ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ପ୍ରତ୍ୟେକ ଦୀକ୍ଷିତ ସତସଙ୍ଗୀ ମୃତ୍ୟୁ ପରେ ଇଷ୍ଟଲୋକ ପ୍ରାପ୍ତ ହେବ, ଏହା ଉକ୍ତ ଘଟଣାରୁ ପ୍ରମାଣିତ ହେଲା। ତେଣୁ ମୁଁ ଅନୁରୋଧ କରିବି, ହେ ମା ମାନେ, ହେ ମୋର ସତସଙ୍ଗୀର ସମସ୍ତ ଶ୍ରୋତାମାନେ, ପରମ ପିତାଙ୍କୁ ଜୀବନରେ କେବେ ବି ଭୁଲନ୍ତୁ ନାହିଁ। ସେ ହିଁ ଆମର ଆଦି, ସେ ହିଁ ଆମର ଅନ୍ତ, ସେ ହିଁ ଆମର ସବୁ କିଛି। ସୁତରାଂ ଆମେ ଦୀକ୍ଷିତ ସତସଙ୍ଗୀମାନେ କାହାର ମୃତ୍ୟୁରେ ଏତେଟା ଭାଙ୍ଗି ପଡ଼ିବା ଉଚିତ ନୁହେଁ। ଏପରିକି ନିଜର ପ୍ରାଣତ୍ୟାଗ କରିବା ବା ଆତ୍ମହତ୍ୟା କରିବା ପାଇଁ ଅପଚେଷ୍ଟା କରିବା ଆଦୌ ଉଚିତ ନୁହେଁ। ଜୀବିତ ଅବସ୍ଥାରେ ଆମେ ଇଷ୍ଟଦେବଙ୍କ ଶ୍ରୀଚରଣରେ ଅବସ୍ଥାନ କରୁଛେ, ମୃତ୍ୟୁ ପରେ ବି ସେଇଠାରେ ହିଁ ବିଚରଣ କରିବା। ସୁତରାଂ ଏଥିରେ ବ୍ୟତିବ୍ୟସ୍ତ ହେବାର କ'ଣ ଅଛି? କୌଣସି ଆତ୍ମୀୟର ମୃତ୍ୟୁରେ ନିଜେ ଆତ୍ମହତ୍ୟା କରିବାର ମନୋବୃତ୍ତି କଦାପି ଗ୍ରହଣୀୟ ନୁହେଁ। ବିଶେଷ କରି ଦୀକ୍ଷିତ ସତସଙ୍ଗୀ ମାନଙ୍କ ଠାରୁ ଏହା କଦାପି ଅପେକ୍ଷଣୀୟ ନୁହେଁ। ଶୈଳ ମା କିନ୍ତୁ ସେପରି ଅପରାଧ କରିବାକୁ ବସିଥିଲେ। ଏହା ଠାକୁରଙ୍କୁ ବେଶ କଷ୍ଟ ଦେଇଥିଲା। ଆଜି ବି କେହି ଏପରି କରିବାକୁ ଚେଷ୍ଟା କଲେ ଠାକୁର ଭୀଷଣ ଭାବେ କଷ୍ଟ ପାଇବେ, ଏହା ସମସ୍ତଙ୍କର ମନେ ରଖିବା ଉଚିତ। କୌଣସି ପରିସ୍ଥିତିରେ ମୃତ୍ୟୁକୁ ଆପଣେଇ ନେବାର ମାନସିକତା ଦୂର ଦୂରାନ୍ତ ପର୍ଯ୍ୟନ୍ତ ଠାକୁରଙ୍କ ଚରଣକୁ ସ୍ପର୍ଶ କରିବ ନାହିଁ। ଶୈଳ ମା ଆତ୍ମହତ୍ୟା କରିବାକୁ ଯାଉଛନ୍ତି ଏ କଥା ଠାକୁର ଜାଣିପାରିଥିଲେ। ସେ ସବୁ ଜାଣିପାରନ୍ତି, ଏକଥା କାହାରିକୁ ଅଛପା ନଥିଲା। ଯଦି ଠାକୁର ନିଜ ଆଡ଼ୁ କାହାକୁ ପଠାଇଥାନ୍ତେ ବା ଅନ୍ୟ କୌଣସି ମାଧ୍ୟମରେ ଶୈଳ ମାକୁ ଆତ୍ମହତ୍ୟାରୁ ନିବୃତ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତେ, ତେବେ ସେଥିରେ ଶୈଳ ମା ଖୁସି ହୋଇନଥାନ୍ତେ। ବରଂ ଭାବିଥାନ୍ତେ, ସବୁ ତ ଜାଣିପାରୁଛନ୍ତି, ମୋତେ ବଞ୍ଚାଇବା ପାଇଁ ତ ଚେଷ୍ଟା କଲେ, ହେଲେ ମୋ ପୁଅକୁ ବଞ୍ଚାଇଲେ ନାହିଁ କାହିଁକି? ଏଇଥିପାଇଁ ଭିନ୍ନ ଏକ ଲୀଳା ରଚିତ କଲେ। ମୃତ ପତ୍ରୁ ପଲ୍ଟୁର ଆତ୍ମା ପ୍ରାର୍ଥନା ଜଣାଇଲା ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ, ମୋ ମା ମରିବାକୁ ଯାଉଛନ୍ତି,
ତାଙ୍କୁ ବଞ୍ଚାନ୍ତୁ ଠାକୁର। ଏଥିରୁ ସ୍ପଷ୍ଟ ହେଉଛି ଶରୀର ତ୍ୟାଗ ପରେ ଆତ୍ମା ସବୁ କିଛି ଜାଣିପାରେ। ଅବଶ୍ୟ ବଦ୍ଧ ଜୀବାତ୍ମା ମାନେ ନୁହେଁ। ପଲ୍ଟୁ ଥିଲା ସେ ଠାକୁରଙ୍କର ଚରଣାଶ୍ରିତ। ନିତ୍ୟ ନିୟମିତ ଇଷ୍ଟବୃତ୍ତି ନିବେଦନ କରିବା ସହ ସତନାମ ମନନ ଆଦି ପ୍ରାର୍ଥନା ଆଦି ନିଷ୍ଠାର ସହିତ କରୁଥିଲା। ଏଣୁ ତାହାର ଜୀବାତ୍ମା ମୁକ୍ତ ଅବସ୍ଥା ପ୍ରାପ୍ତ ହୋଇଥିଲା। ଏଣୁ ସେ ମୃତ୍ୟୁ ପରେ ସବୁ କିଛି ଜାଣିପାରୁଥିଲା। ପରମାତ୍ମାଙ୍କ ସହିତ ତାର ଯୋଗାଯୋଗ ସମ୍ପର୍କ ଏମିତି ସ୍ଥାପିତ ହୋଇଥିଲା। ଏହା ବହୁତ ବଡ଼ ଆଧ୍ୟାତ୍ମିକର ଉପଲବ୍ଧି। ଅନେକ ବର୍ଷ କଠୋର ତପସ୍ୟା କରି ମଧ୍ୟ ସାଧକ ଏହି ସ୍ତରକୁ ଯାଇପାରେ ନାହିଁ, କିନ୍ତୁ କମ ବୟସରେ ପଲ୍ଟୁ ଯାଇପାରିଲା। ତାର କାରଣ ହେଉଛି ସେ ଥିଲା ପୁରୁଷୋତ୍ତମଙ୍କ ଚରଣାଶ୍ରିତ। ତାଙ୍କୁ ହିଁ ଜୀବନରେ ସବୁ କିଛି ମାନି ନେବାର ଏ ହେଉଛି ପୁଣ୍ୟାତୀତ ଫଳ। ତାଙ୍କ ମୃତ ପୁତ୍ର ପଲ୍ଟୁ ଦେହତ୍ୟାଗ ପରେ ବି ତାଙ୍କ କଥା ଚିନ୍ତା କରୁଛି। ତାଙ୍କୁ ବଞ୍ଚାଇବା ପାଇଁ ଠାକୁରଙ୍କ ଚରଣରେ ପ୍ରାର୍ଥନା ଜଣାଉଛି। ଯଦି ମୁଁ ମରିଯାଏ ତେବେ ସେ କେବେ ଖୁସି ହେବେନି। ଏହିପରି ଏକ ବିଚାର ଶୈଳମାଙ୍କ ମନରେ ଆସିଲା। ତାଙ୍କର ଆତ୍ମହତ୍ୟା କରିବାକୁ ଇଚ୍ଛା ଓ ଚେଷ୍ଟା ଯେ ଠିକ୍ ନଥିଲା ତାହା ସେ ହୃଦୟଙ୍ଗମ କଲେ। ଏହା ଫଳରେ ଅନ୍ୟ କୌଣସି ସନ୍ତାନର ବିୟୋଗରେ ସେ ଏପରି କୁକର୍ମ କରିବେ ନାହିଁ ବୋଲି ଏକ ପ୍ରକାର ସିଦ୍ଧାନ୍ତ ନେଇଗଲେ। ସେଇଦିନ ମୃତ ପୁତ୍ର ପରମ ପିତାଙ୍କ ରାତୁଳ ଚରଣରେ ସ୍ଥାନ ପାଇଛି, ଏହା ବି ଆଉ ଏକ ଆଶ୍ୱସ୍ତି ଥିଲା ତାଙ୍କ ପାଇଁ। ସୁତରାଂ ଶୈଳବାଳା ମାଙ୍କର ଉପଲବ୍ଧି ହୋଇଥିଲା। ଏପରି କ୍ଷେତ୍ରରେ ଆତ୍ମହତ୍ୟା କରିବାର ଅପଚେଷ୍ଟା ଅପକ୍ଷଣୀୟ ନୁହେଁ। ତାଙ୍କଠାରେ ଏପରି ଉପଲବ୍ଧି କରାଇବା ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କର ଥିଲା ଏହା ଏକ ବିଶେଷ ଲୀଳା। କେବଳ ପଲ୍ଟୁ କାହିଁକି, ଇଷ୍ଟପ୍ରାଣ କେହି ଯଦି ମୃତ୍ୟୁବରଣ କରେ, ଅର୍ଥାତ୍ ତାର ଦୈହିକ ସତ୍ତାକୁ ତ୍ୟାଗ କରେ, ତେବେ ତାର ଆତ୍ମିକ ସତ୍ତା ଜୀବନ୍ତ ଥାଏ, ଆଉ ତାହା ପରମ ପିତାଙ୍କ ରାତୁଳ ଚରଣରେ ସ୍ଥାନ ପାଇଥିବାରୁ ଅମୃତ ଲୋକରେ ବାସ କରେ। ଚେତନା ଶକ୍ତି ତାର ହୃତ ହୁଏ ନା, ବରଂ ସମୁଜ୍ଜଳ ହୋଇ ଉଠେ। ପୁନଶ୍ଚ ଯେତେବେଳେ ସେ ପିଣ୍ଡ ଧାରଣ କରିବ, ସେ ଜନ୍ମରେ ତାର ପୂର୍ବ ଜନ୍ମର ସ୍ମୃତି ମନେ ପଡ଼ିଯିବ ବା ଅନୁରୂପ କ୍ରିୟା ପ୍ରକ୍ରିୟା ସେ କରି ଚାଲିବ। ଏହା ପ୍ରତ୍ୟେକ ଦୀକ୍ଷିତ ସତ୍ସଙ୍ଗୀଙ୍କ ପାଇଁ ଏକ ଜ୍ୱଳନ୍ତ ନିଦର୍ଶନ। ଜୀବଦଶାରେ ଥିଲାବେଳେ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମୀ ନିବେଦନ କରିଥିଲା କିଛି ମୁଦ୍ରା। ଗଣିଲେ ତାହା ମୋଟ 19 ଟଙ୍କା ହେବ। ପ୍ରଣାମୀ ଅର୍ଘ୍ୟ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ନିବେଦିତ ହୋଇସାରିଛି। ତାହା କେବଳ ଇଷ୍ଟଙ୍କର, ଆମର ନୁହେଁ। ଯଦି ତାହା ଆମେ ଜାଣନ୍ତରେ ହେଉ ବା ଅଜାଣନ୍ତରେ ହେଉ ନିଜ ପାଇଁ ଖର୍ଚ୍ଚ କରିଦେଉ, ତେବେ ତାହା ଇଷ୍ଟ ଅପରାଧ ହେବ। ସେଥିରୁ ନିଜ ପରିବାରକୁ ବଞ୍ଚାଇବାକୁ ଯାଇ ସେ ପ୍ରଭୁଙ୍କ ଚରଣରେ ପ୍ରାର୍ଥନା ଜଣାଇଲା, ମୋର ସେ ପ୍ରଣାମୀ ଅର୍ଘ୍ୟକୁ ଗ୍ରହଣ କରନ୍ତୁ ପ୍ରଭୁ। ତାର ଏହି ପ୍ରାର୍ଥନା କିପରି ପ୍ରମାଣିତ ହେବ ବାସ୍ତବ ଜଗତରେ, ଏହା ଥିଲା ଦିବ୍ୟ ଲୀଳା ଶ୍ରୀ ଶ୍ରୀ ଠାକୁରଙ୍କର। ଅଶରୀରୀ ଆତ୍ମା ଯେଉଁ ପ୍ରାର୍ଥନା ଜଣାଇଲା ପ୍ରଭୁଙ୍କ ଚରଣରେ, ତାହାର ସାକ୍ଷୀ ସ୍ୱୟଂ ପରମ ସାକ୍ଷୀ ପୁରୁଷ, ଆଉ କେହି ନୁହନ୍ତି। କିଏ ହେବ ସାକ୍ଷ୍ୟ? ଏଇଥିପାଇଁ ତାର ଭଗିନୀ ଶେଫାଳିକା ମାଧ୍ୟମରେ ସ୍ୱପ୍ନ ଦେଇ ମୃତ ଆତ୍ମା ପଲ୍ଟୁ ଜଣାଇଲା। ଇଷ୍ଟାର୍ଘ୍ୟର ଯେପରି ଅପଳାପ ନ ହୁଏ, ସେଥିପ୍ରତି ସଚେତନ ତାର ଆତ୍ମା ବେଶ୍ ଚିନ୍ତିତ ହୋଇ ଏପରି ପ୍ରାର୍ଥନା ଜଣାଇଲା। ଆଉ ସାକ୍ଷୀ ସ୍ୱରୂପ ଭଗିନୀ ଶେଫାଳିକା ରହି ତାର ସେହି କଥାଟିକୁ ବାସ୍ତବ ଭାବେ ସାବ୍ୟସ୍ତ କରିପାରିଲା। ସ୍ୱପ୍ନରେ ବି ଅନେକ ଉପାଦେୟ ଏବଂ ପ୍ରୟୋଜନୀୟ କଥା ଆସେ, ତାହା ମଧ୍ୟ ଆମେ ଏଥିରୁ ଜ୍ଞାତ ହେଲୁ। ସ୍ୱପ୍ନର କୌଣସି ଘଟଣା ବା କଥାକୁ ସମ୍ପୂର୍ଣ୍ଣ ଏଡ଼ାଇ ଯିବା ଉଚିତ ନୁହେଁ। ତା ଭିତର ଦେଇ ହୁଏତ ପ୍ରଭୁଙ୍କର କୌଣସି ନିର୍ଦ୍ଦେଶ ଆମ ପ୍ରତି ଆସିଯାଇପାରେ। ତା ପ୍ରତି ସ୍ୱପ୍ନର ବିଶ୍ଳେଷଣ ଆବଶ୍ୟକ। ଇଷ୍ଟଙ୍କ ପ୍ରତି ନିବେଦିତ ଅର୍ଘ୍ୟ ଯେ କେବଳ ଇଷ୍ଟଙ୍କର, ଏହା ମଧ୍ୟ ଆଉ ଏକ ଶିକ୍ଷା ପ୍ରାପ୍ତ ହେଲା। ଇଷ୍ଟାର୍ଘ୍ୟକୁ ଅନ୍ୟ ଅର୍ଥରେ ଖର୍ଚ୍ଚ କରିବା ଆଦୌ ଉଚିତ ନୁହେଁ। ମୃତ୍ୟୁ ପରେ ଆତ୍ମା ମଧ୍ୟ ତାହା ପ୍ରତି ସଚେତନ ଥାଏ, ଏହା ଆମର ଜାଣି ରଖିବା ଉଚିତ। ଆତ୍ମୀୟଙ୍କର ବିରହ ବେଦନା ଅତି ଦୁର୍ବିସହ।
ତେବେ ସେଥିପାଇଁ ନିଜ ପ୍ରାଣ ତ୍ୟାଗ କରିବାର ଚିନ୍ତା କଦାପି ଉଚିତ ନୁହେଁ, କେବେ ବି ନୁହେଁ, କାହାର ବି ନୁହେଁ। ଏହି ନିର୍ଦ୍ଦେଶ ଇଷ୍ଟଙ୍କର ଉକ୍ତ ଲୀଳା ମାଧ୍ୟମରେ ପ୍ରଦାନ କରାଯାଇଥିଲା। ସର୍ବୋପରି ଯେଉଁ ଅଦ୍ଭୁତ ଲୀଳା ପ୍ରକଟିତ ହେଲା ଏହି ଘଟଣା ମାଧ୍ୟମରେ, ତାହା ହେଲା ଆମର ଆରାଧ୍ୟ ଇଷ୍ଟଦେବ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର। ସେ ହେଉଛନ୍ତି ସ୍ୱୟଂ ପରମେଶ୍ୱର, ପରମ ଦୈବତ୍ୟ ବିଧାତା। ତାଙ୍କ ଇଚ୍ଛାରେ ହିଁ ଜଗତ ଚାଲିଛି, ବିଶ୍ୱ ପରିଚାଳିତ ହେଉଛି। ଏହା ଆମେ ସମସ୍ତେ ଶୁଣୁ, ଭାଷଣରେ ବି କହୁ, କିନ୍ତୁ ନିଜେ ଅଙ୍ଗେ ନ ଲିଭାଇଲେ ତାହା ହୃଦୟଙ୍ଗମ କରି ହୁଏ ନା। ଜଣେ ଶ୍ରୀ ଠାକୁରଙ୍କୁ ଜୀବନାଦର୍ଶ ରୂପେ ଗ୍ରହଣ କରି ନିଜ ଜୀବନକୁ ପରିଚାଳିତ କରି ଚାଲିଲେ ତାଙ୍କ କୃପା ଲାଭ କରେ। ତାର ଜୀବନ କୁସୁମିତ ହୁଏ, ଆନନ୍ଦର ସମସ୍ତ ଦ୍ୱାର ଖୋଲିଯାଏ। ଏଣୁ ତାଙ୍କ ସତ ଦୀକ୍ଷା ଗ୍ରହଣ କରିବା ଉଚିତ, ତାଙ୍କ ସତ ନାମ ମନନ କରିବା ଉଚିତ, ସତସଙ୍ଗର ଆଶ୍ରୟ ଗ୍ରହଣ କରିବା ଉଚିତ ଇତ୍ୟାଦି କଥା ଆମେ ଯାଚନରେ କହିଥାଉ। ଜଣେ ଜୀବନ୍ତ ବ୍ୟକ୍ତି ପାଇଁ ତାଙ୍କ ଦୀକ୍ଷା ଅନିବାର୍ଯ୍ୟ। ଏ ସଂସାରରେ ଚଳିବାକୁ ହେଲେ ତାଙ୍କ ନୀତି ବିଧି ଭାବ ଦ୍ୱାରା ଓ ତାଙ୍କ ପ୍ରତି ଅକାଟ୍ୟ ନିଷ୍ଠା ନ ରହିଲେ ଜୀବନର ପ୍ରତି ପଦକ୍ଷେପରେ ବାଧାର ସମ୍ମୁଖୀନ ହୋଇ ଆମେ ହୁଏତ ଝୁଣ୍ଟି ପଡ଼ିଯାଇପାରୁ। ଏଣୁ ତାଙ୍କ ଚରଣାଶ୍ରିତ ହେବା ଏକାନ୍ତ ବିଧେୟ। ଜୀବଦଶାରେ ଗୁରୁଗ୍ରହଣ, ବିଶେଷତଃ ଶ୍ରୀ ଶ୍ରୀ ଠାକୁରଙ୍କୁ ଇଷ୍ଟ ରୂପେ ଗ୍ରହଣ କରିବା ଉଚିତ। ଏହା ପ୍ରତ୍ୟେକଙ୍କ ପକ୍ଷେ ଗ୍ରହଣୀୟ। କିନ୍ତୁ ମୃତ୍ୟୁ ପରେ ତାଙ୍କ ପ୍ରତି ନିଷ୍ଠା, ତାଙ୍କର କୃପା କ'ଣ ଆବଶ୍ୟକ? ଆଜିର ଏହି କାହାଣୀ ଏକ ଉଦାହରଣ ସ୍ୱରୂପ। ଯେ ଶରୀର ତ୍ୟାଗ କଲା, ସେ ଆତ୍ମାର ନା କୌଣସି ଉପଲବ୍ଧି ଅଛି ନା ଅଛି ଅନୁଭବ। ସେ ଆତ୍ମା ସହିତ ଆମ ଇଷ୍ଟଙ୍କର ବା କି ସମ୍ପର୍କ? ଏପରି ପ୍ରଶ୍ନ ମନରେ ଆସିପାରେ। ସେଇଥିପାଇଁ ଏହି ଘଟଣାରେ ତାଙ୍କର ଏକ ଅନବଦ୍ୟ ଲୀଳା ସଂରଚିତ ହେଲା। ତାଙ୍କ ଚରଣାଶ୍ରିତ ମୁକ୍ତ ଆତ୍ମାମାନେ ତାଙ୍କ ସହିତ ଯୋଗାଯୋଗରେ ରୁହନ୍ତି, ପରଲୋକରେ ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା ବି କରନ୍ତି, ତାଙ୍କୁ ନିଜର କଥା ଜଣାନ୍ତି। ପରମ ପିତା ସ୍ୱୟଂ ସେସବୁ ଆତ୍ମାଙ୍କର କଥା ଶୁଣନ୍ତି, ଆବଶ୍ୟକ ପଦକ୍ଷେପ ନିଅନ୍ତି ସେମାନଙ୍କ ପାଇଁ। ପଲ୍ଟୁ ଭାଇଟିର ଜୀବାତ୍ମାର ସମସ୍ତ ଇଚ୍ଛା ପ୍ରାର୍ଥନା ଶ୍ରୀ ଶ୍ରୀ ଠାକୁର ପୂରଣ କଲେ। ଏଥିରୁ ସ୍ପଷ୍ଟ ହେଲା ଶ୍ରୀ ଶ୍ରୀ ଠାକୁର ସ୍ୱୟଂ ପରମାତ୍ମା ପରମେଶ୍ୱର। ମୃତ୍ୟୁ ପରେ ମଧ୍ୟ ତାଙ୍କ ସହିତ ଯୋଗଯୁକ୍ତ ହେବାର ଏକାନ୍ତ ଆବଶ୍ୟକତା ପ୍ରତି ସଚେତନ ରହିବା ଉଚିତ। ଆଉ ଏହା କରିବାକୁ ହେଲେ ଆମକୁ ଇହଲୋକରେ ମାନେ ଶାରୀରିକ ବର୍ତ୍ତମାନତାରେ ତାଙ୍କ ପ୍ରତି ଅକାଟ୍ୟ ନିଷ୍ଠା, ଅଟୁଟ ଶ୍ରଦ୍ଧା ଓ ସକ୍ରିୟ ଭକ୍ତି ନେଇ ଚାଲିବାକୁ ହେବ। ନିଜର ଜୀବନ ଇଷ୍ଟାର୍ଥରେ ସମ୍ପୂର୍ଣ୍ଣ ସମର୍ପିତ କରି ଚାଲିବାକୁ ହେବ। ତେବେ ଯାଇ ଏହି ପରମ ପଦ ବା ଅମୃତ ଲୋକ ପ୍ରାପ୍ତ ହେବ। ମୃତ ପଲ୍ଟୁ ପ୍ରାପ୍ତ ହୋଇଥିଲା ବା ଅମୃତ ଲୋକ ପ୍ରାପ୍ତ ହେବ। ଆମେ ସମସ୍ତେ ଦୀକ୍ଷିତ ସତସଙ୍ଗୀମାନେ ମଧ୍ୟ ପ୍ରାପ୍ତ ହେବା, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଏହା ଆମର ପରମ ସୌଭାଗ୍ୟ, ପରମାର୍ଥ ଲାଭ। ତେବେ ବନ୍ଧୁଗଣ, ଆଜିର ଏହି ସୁନ୍ଦର ବିଷୟବସ୍ତୁ ଆପଣମାନଙ୍କୁ ଭଲ ଲାଗିଲେ ଏହି ବିଷୟବସ୍ତୁଟିକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ ଓ ଏ ପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍କୁ ପ୍ରେସ୍ କରନ୍ତୁ। ତେବେ ଆଜିର ବିଷୟବସ୍ତୁରେ ଏତିକି। ପୁଣି କାଲି ଆଉ ଏକ ସୁନ୍ଦର ବିଷୟବସ୍ତୁ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।